ସୁପ୍ରଭାତ ପିଲାମାନେ, କେମିତି ଅଛ? ଭଲ ଅଛ? ଆଚ୍ଛା, ତେବେ ଆମେ ଯେଉଁ କବିତାଟି ବିଷୟରେ ପଢ଼ୁଥିଲେ, କେଉଁ କବିତାଟି କହିଲ? ହଁ, ଠିକ୍ କଥା, ସ୍ୱାଧୀନ ଦେଶର ସନ୍ତାନ ଆମେ। ତେବେ ଆମେ ଆଜି ଚାଲ ତାର 7 ପଦଟିକୁ ପଢ଼ିବା। ଆଚ୍ଛା, 7 ପଦଟିକୁ ପଢ଼ିବା ପୂର୍ବରୁ ଆମେ ଆଗେ 6 ପଦଟି ବିଷୟରେ ଯାହା ପଢ଼ିଥିଲେ ତା ସମ୍ପର୍କିତ କିଛି ପ୍ରଶ୍ନର ଆଲୋଚନା କରିବା। ଦେଖିବା ତୁମମାନଙ୍କର ମନେ ଅଛି କି ନାହିଁ? ତେବେ ଚାଲ ଦେଖିବା। ପ୍ରଥମ ପ୍ରଶ୍ନଟି ହେଉଛି, କବିତା ଅନୁଯାୟୀ ଆମେ କେଉଁ କ୍ଷେତ୍ରରେ ଅଗ୍ରଣୀ ହେବା ଉଚିତ? ମନେ ଅଛି? କେଉଁ କ୍ଷେତ୍ରରେ ଆମକୁ ଅଗ୍ରଣୀ ହେବା ଉଚିତ? ଠିକ୍ ମନେ ରଖିଛ, ଆମକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ହେବା ଉଚିତ। ଏବେ ଦ୍ୱିତୀୟ ପ୍ରଶ୍ନଟି କହିଲ, ଦେଶକୁ ରକ୍ଷା କରିବା ପାଇଁ କବି କି ପଣ କରିଛନ୍ତି? ମନେ ପକାଅ, କଣ କହିଥିଲି ତୁମମାନଙ୍କୁ? ହଁ, ଠିକ୍ କହିଲ, ଦେଶକୁ ରକ୍ଷା କରିବା ପାଇଁ ରଣକ୍ଷେତ୍ରରେ ପ୍ରାଣ ବଳି ଦେବାକୁ କବି ପଣ କରିଛନ୍ତି। ଏବେ ତୃତୀୟ ପ୍ରଶ୍ନଟିକୁ ଯିବା। ଅରାତି ଶବ୍ଦର ଅର୍ଥ କଣ? ମୁଁ ତୁମକୁ କହିଥିଲି, ଅରାତି କହିଲେ କଣ ବୁଝ? ମନେ ପକେଇଲ? ଠିକ୍ ମନେ ରଖିଛ, ଅରାତି କହିଲେ ଶତ୍ରୁକୁ ବୁଝାଏ। ଆଚ୍ଛା ପିଲାମାନେ, ଆମେ ଯେଉଁ କବିତାଟି ନବଭାରତର ସନ୍ତାନ ଆମେ କବିତାଟି ବିଷୟରେ ପଢ଼ିଥିଲେ, ଆମେ ତାର ପରପଦଟି ଆଜି ଜାଣିବା। ତେବେ ଶୁଣ, ମୁଁ ସେହି ପଦଟି କହୁଛି। ଅରଜିବା ଯେତେ ବିଜ୍ଞାନ ଧନ, ସରଜିବା ନୂଆ ଶିଳ୍ପରାଜି, ବରଜିବା ଯେତେ ଭେଦାଭେଦ ଭାବ, ନବ ଭାରତର ଶାବକ ସାଜି। ଅରଜିବା ଯେତେ ବିଜ୍ଞାନ ଧନ, ସରଜିବା ନୂଆ ଶିଳ୍ପରାଜି, ବରଜିବା ଯେତେ ଭେଦାଭେଦ ଭାବ, ନବ ଭାରତର ସେବକ ସାଜି। ଶୁଣିଲ ତ ପିଲାମାନେ କବିତାଟିକୁ? ଏବେ ତୁମେ ବହି ଦେଖ, ତୁମ ବହିରୁ ସେଇ ପଦଟିକୁ ଦେଖ, ଆଉ ମୁଁ ଏଇ ପଦଟିକୁ ଗାଉଛି। ଏବେ ଆମେ ଶୁଣିବା କବିତାଟି କଣ। ଅରଜିବା ଯେତେ ବିଜ୍ଞାନ ଧନ, ସରଜିବା ନୂଆ ଶିଳ୍ପରାଜି, ବରଜିବା ଯେତେ ଭେଦାଭେଦ ଭାବ, ନବ ଭାରତର ସେବକ ସାଜି। ଆଉ ଥରେ ଶୁଣିବା। ଅରଜିବା ଯେତେ ବିଜ୍ଞାନ ଧନ, ସରଜିବା ନୂଆ ଶିଳ୍ପରାଜି, ବରଜିବା ଯେତେ ଭେଦାଭେଦ ଭାବ, ନବ ଭାରତର ସେବକ ସାଜି। ଆଚ୍ଛା ପିଲାମାନେ, କବିତାଟିକୁ ତ ଶୁଣିଲ। ଏବେ ଆମେ ସେହି କବିତାଟିକୁ ସ୍ୱର କରି ଗାଇବା। ମୋ ସହିତ ଗାଇବ? ଠିକ୍ ଅଛି, ତେବେ ଗାଇବା। ଅରଜିବା ଯେତେ ବିଜ୍ଞାନ ଧନ, ସରଜିବା ନୂଆ ଶିଳ୍ପରାଜି, ବରଜିବା ଯେତେ ଭେଦାଭେଦ ଭାବ, ନବ ଭାରତର ସେବକ ସାଜି। ଅରଜିବା ଯେତେ ବିଜ୍ଞାନ ଧନ, ସରଜିବା ନୂଆ ଶିଳ୍ପରାଜି, ବରଜିବା ଯେତେ ଭେଦାଭେଦ ଭାବ, ନବ ଭାରତର ସେବକ ସାଜି। କବିତାଟିକୁ ତ ଶୁଣିଲ, ଭଲ ଲାଗିଲା ନା? ଗାଇଲ ଯେତେବେଳେ ମୋ ସହିତ, ମଜା ଲାଗିଲା? ଆଚ୍ଛା ଠିକ୍ ଅଛି, ତାହେଲେ ଏବେ ଆମେ ସେ କବିତାଟାରେ ଥିବା ଶବ୍ଦ ଗୁଡ଼ିକର ଅର୍ଥ ଜାଣିବା। ଆସ ଦେଖିବା କି କି ଶବ୍ଦ ସବୁ ଜାଣିବାକୁ ପଡିବ। ପ୍ରଥମ ଶବ୍ଦଟି ହେଉଛି ଅରଜିବା। ଅରଜିବା କହିଲେ ଅର୍ଜନ କରିବା। ଯେମିତି ଆମେ ଧନ ଅର୍ଜନ କରନ୍ତି, ସେମିତି ଜ୍ଞାନ ଅର୍ଜନ କରନ୍ତି, ତ ତାକୁ ଆମେ କହିବା ଅରଜିବା। ତାପରଟି ହେଉଛି ବରଜିବା। ବରଜିବା ଅର୍ଥ ବର୍ଜନ କରିବା ବା ତ୍ୟାଗ କରିବା। ଆମେ ଯେତେବେଳେ କୌଣସି ଖରାପ କାମ କରୁଛନ୍ତି ବା ଖରାପ ଅଭ୍ୟାସ ଆମର ଅଛି, ସେସବୁକୁ ଆମେ ତ୍ୟାଗ କରିବା ଉଚିତ ବା ବର୍ଜନ କରିବା ଉଚିତ। ଏବେ ତାପରଟିକୁ ଦେଖିବା, ନବ। ନବ ଶବ୍ଦର ଅର୍ଥ ହେଉଛି ନୂତନ। ସରଜିବା।
ସରଜିବାର ଅର୍ଥ ହେଲା ସୃଷ୍ଟି କରିବା, କିଛି ଗୋଟେ ନୂଆ ଜିନିଷ ତିଆରି କରିବା। ଯେମିତି ଆମେ କି ଗୋଟେ କଳକାରଖାନାଟେ ଗଢୁଛେ, କିଛି ଗୋଟେ ନୂଆ ବିଜ୍ଞାନର ଉଦ୍ଭାବନ କରିକି ନୂଆ ଗୋଟେ ଜିନିଷଟେ ତିଆରି କରୁଛେ, ତ ସେତେବେଳେ ସେଇଟାକୁ ଆମେ କହୁଛେ ସୃଷ୍ଟି କରୁଛେ। ଅର୍ଥ ଜାଣିଲ ତ ପିଲାମାନେ? ଆଚ୍ଛା, ତେବେ ଆମେ ଏବେ ପଦ ଗୁଡ଼ିକୁ ଯୋଉ ଦୁଇଟି ପଦ ଅଛି ସେ ପଦ ଗୁଡ଼ିକ ବିଷୟରେ ବୁଝିବା। ପ୍ରଥମ ପଦଟି ଆମେ ଜାଣିବା। କଣ ପ୍ରଥମ ପଦଟି ଥିଲା? ସରଜିବା ଯେତେ ବିଜ୍ଞାନ ଧନ, ସରଜିବା ନୂଆ ଶିଳ୍ପରାଜି। ଅରଜିବା ଯେତେ ବିଜ୍ଞାନ ଧନ, ସରଜିବା ନୂଆ ଶିଳ୍ପରାଜି। ଏବେ ସେଇ ପଦଟିର ଅର୍ଥ ଜାଣିବା। କଣ ନା ବିଜ୍ଞାନ ରୂପକ ଜ୍ଞାନ ଧନ ଅର୍ଜନ କରି ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା କରିବା, ଅର୍ଥାତ୍ ଦେଶକୁ ସ୍ୱାବଲମ୍ବୀ କରିବା। ଶିକ୍ଷା ସହିତ ଆମେ ବିଜ୍ଞାନ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ହେବା ଦ୍ୱାରା ଆମ ଦେଶର ଉନ୍ନତି ହୋଇପାରିବ। ଆମେ ଯେତେବେଳେ ବିଜ୍ଞାନ କ୍ଷେତ୍ରରେ ଅଗ୍ରସର ହେବା, ନୂଆ ନୂଆ କଳକାରଖାନା ସବୁ ଗଢିବା, ସବୁ ଜିନିଷ ଆମ ଦେଶରେ ତିଆରି ହୋଇପାରିବ ଓ ଆମେ ଅନ୍ୟ ଦେଶକୁ ସେସବୁ ବିକ୍ରି କରିପାରିବା, ତେବେ ଆମ ଦେଶ ଅନ୍ୟ ଦେଶ ଉପରେ ଆଉ ନିର୍ଭର କରିବାକୁ ପଡିବ ନାହିଁ। ତା ସହିତ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆମ ଦେଶ ଉନ୍ନତି କରିବ। ଆମକୁ ଅନ୍ୟ ଦେଶଠାରୁ ଆଉ ଋଣ ଆଣିବାକୁ ପଡିବ ନାହିଁ। ତେଣୁ କବିତାରେ କବି କହିଛନ୍ତି, ଆମେ ଯଦି ଶିକ୍ଷା ସହିତ ଶିଳ୍ପ ଓ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି କରିପାରିବା, ତେବେ ଯାଇ ଆମ ଦେଶର ଉନ୍ନତି ହୋଇପାରିବ। ବୁଝିଲ ତ ପିଲାମାନେ? ଏବେ ଆମେ ଦ୍ୱିତୀୟ ପଦଟିକୁ ଯିବା। ବରଜିବା ଯେତେ ଭେଦା ଭେଦ ଭାବ, ନବ ଭାରତର ସେବକ ସାଜି। ବରଜିବା ଯେତେ ଭେଦା ଭେଦ ଭାବ, ନବ ଭାରତର ସେବକ ସାଜି। ଏଇ ପଦଟିର ଅର୍ଥ ଆମେ ଜାଣିବା। ଏଥିରେ କବି କଣ କହିଛନ୍ତି? ନୂଆ ଭାରତର ସେବକ ସାଜି ଆମ ଭିତରେ ଥିବା ବିଭେଦତାକୁ ତ୍ୟାଗ କରି ଆମେ ସମସ୍ତଙ୍କୁ ଭାରତ ମାତାର ସନ୍ତାନ ଭାବି ଜାତୀୟତା ଭାବ ସୃଷ୍ଟି କରିବା। ଏହାର ଅର୍ଥ ହେଉଛି ଯେ ଆମ ଦେଶ ହେଉଛି, ତୁମେ ଜାଣିଛ, ଆମ ଦେଶ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଠାରେ ବିଭିନ୍ନ ଜାତି ଧର୍ମର ଲୋକ ଏକାଠି ରହିଥାନ୍ତି। ତେଣୁ ଆମର ଜାତି ଧର୍ମ ଅଲଗା ହେଲେ ମଧ୍ୟ ଯଦି ଆମେ ପରସ୍ପର ଭିତରେ କଳି ନ କରି ଭେଦଭାବକୁ ଭୁଲି ସମସ୍ତେ ମିଳିମିଶି ଏକାଠି ଭାଇ ଭାଇ ପରି ଚଳିବା ଓ ସମସ୍ତେ ଆମେ ଭାରତ ମାତାର ସନ୍ତାନ ବୋଲି ନିଜକୁ ଭାବିବା, ତେବେ କୌଣସି ବାହାର ଶତ୍ରୁ ଆମର କୌଣସି କ୍ଷତି କରିପାରିବ ନାହିଁ। ଆମ ଭିତରେ ଜାତୀୟତା ଭାବ ସୃଷ୍ଟି ହେଲେ ଆମେ ଏକାଠି ମିଶି ଶତ୍ରୁକୁ ଜୟ କରିପାରିବା ଓ ଆମ ଦେଶକୁ ଆଗକୁ ଆଗେଇ ନେଇ ପାରିବା। ବୁଝିପାରିଲ ତ? ଠିକ ଅଛି। ଏବେ ଆମେ ସେହି ଦୁଇଟି ପଦ ବିଷୟରେ କିଛି ପ୍ରଶ୍ନର ଆଲୋଚନା କରିବା। କବି କେଉଁ ଦୁଇଟି ଧନ ଅର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି? ଆମେ ଯାହା ପଢିଥିଲେ, ଯାହା ମୁଁ ତମକୁ ବୁଝେଇଲି ଏଇ ଦୁଇଟି ପାରାର ପଦରୁ, ସେଇ ପଦ ଦୁଇଟିକୁ ମନେ ପକେଇ ଏଇ ପ୍ରଶ୍ନର ଉତ୍ତର କୁହ। କବି କେଉଁ ଦୁଇଟି ଧନ ଅର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି? ହଁ, ଠିକ ମନେ ରଖିଛ। କବି ଏଠାରେ ବିଜ୍ଞାନ ଓ ଶିଳ୍ପ ରୂପକ ଦୁଇଟି ଧନ ଅର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି। ଦ୍ୱିତୀୟ ପ୍ରଶ୍ନଟିକୁ ଯିବା। ନୂଆ ଶିଳ୍ପରାଜି ସୃଷ୍ଟି କରିବାର ଉଦ୍ଦେଶ୍ୟ କଣ? ସେଥିରେ ଗୋଟିଏ ଶବ୍ଦ ଥିଲା ଶିଳ୍ପରାଜି, ମନେ ପକାଅ। ତ ଶିଳ୍ପରାଜି ସୃଷ୍ଟି କରିବାର ଉଦ୍ଦେଶ୍ୟ କଣ ପିଲାମାନେ କହିଲ? ଠିକ କହିଛ, ଆମ ଦେଶକୁ ଉନ୍ନତି ପଥରେ ଆଗେଇ ନବା। ତୃତୀୟ ପ୍ରଶ୍ନଟି ଦେଖ, ଆମେ କିପରି ନବଭାରତର ସେବକ ସାଜିପାରିବା? କୁହ, ମନେ ପକେଇକି ଲେଖ, କୁହ। ହଁ, ତମେ ଠିକ କହିଛ। ଦେଶରୁ ଭେଦ ଭାବକୁ ଦୂର କରି ସମସ୍ତଙ୍କ ମନରେ ଏକତା ଭାବ ସୃଷ୍ଟି କରିବା ଦ୍ୱାରା ଆମେ ନବଭାରତର ସେବକ ସାଜିପାରିବା।
ବୁଝିଲ ପିଲାମାନେ? ଏବେ ତୁମ ପାଇଁ କିଛି କାମ ରହିଛି। ତୁମେ କିଛି ପ୍ରଶ୍ନ ଅଛି ଏଠାରେ, ତୁମେ ସେଇ ପ୍ରଶ୍ନ ଗୁଡିକର ଉତ୍ତର ତୁମ ଖାତାରେ ଲେଖ। ପ୍ରଥମ ପ୍ରଶ୍ନଟି, କବିତାରୁ ଏକାପରି ଶୁଭୁଥିବା ଶବ୍ଦକୁ ବାଛି ଲେଖ। ଯେପରି ଅରଯିବା। ମନେ ପକାଅ କବିତାଟିକୁ। ଅରଯିବା ଭଳି ଆଉ ଦୁଇଟି ଏକାପରି ଶୁଭୁଥିବା ଶବ୍ଦ ଥିଲା ସେଇ କବିତାର ପଦରେ। ସେଇ ଦୁଇଟିକୁ ଲେଖ। ଲେଖିଲ? ଦେଖିବା ଠିକ ଅଛି ନା ନାଇଁ? ଠିକ କହିଛ। ଆଉ ଦୁଇଟି ଶବ୍ଦ ଥିଲା ସେଥିରେ। ସେ ଦୁଇଟି ଶବ୍ଦ କଣ କହିଲ? ବରଯିବା ଆଉ ସରଯିବା। ଏବେ ଆମେ 2 ନମ୍ବର ପ୍ରଶ୍ନଟିକୁ ଚାଲ। ଅଛି ପାଦ ପୂରଣ କର। ଆମେ ଯୋଉ କବିତାର 2ଟି ପଦ ପଢିଲେ ସେଇ 2ଟି ପଦ ଉପରେ ଏଇ ପ୍ରଶ୍ନଟି ରହିଛି। ପ୍ରଥମଟି ହେଲା ଅରଯିବା ଯେତେ ବିଜ୍ଞାନ ଧନ। ତା ପର ପାଦଟି କଣ କହିଲ? ଲେଖିଲ ତୁମ ଖାତାରେ। ଆମେ ଗୀତ ଗାଉଥିଲେ ନା? ମନେ ପକାଅ। ହଁ, ଅରଯିବା ଯେତେ ବିଜ୍ଞାନ ଧନ, ସରଯିବା ନୂଆ ଶିଳ୍ପରାଜି। ଠିକ ଲେଖିଛ ସବୁ। ଏବେ ଆଉ ଗୋଟିଏ ପଦକୁ ଯିବା। ବରଯିବା ଯେତେ ଭେଦାଭେଦ ଭାବ। ତା ପର ପାଦଟି ଲେଖ କଣ? ଯାହା ଗାଉଥିଲେ ମନେ ପକେଇକି ଲେଖ। ଆଚ୍ଛା, ଠିକ ଅଛି। ବରଯିବା ଯେତେ ଭେଦାଭେଦ ଭାବ, ନବଭାରତର ସେବକ ସାଜି। ଆଚ୍ଛା, ପିଲାମାନେ ତୁମେ ତ ପ୍ରଶ୍ନର ଉତ୍ତର ସବୁ କହିଲ। ଏବେ ମୁଁ ଗୋଟିଏ ତୁମକୁ ଗୃହ କାର୍ଯ୍ୟ ଦଉଛି। ତୁମ ଖାତାରେ ଗୃହ କାର୍ଯ୍ୟଟିକୁ ଲେଖ। ଗୃହ କାର୍ଯ୍ୟଟି ହେଲା, ତୁମ ଅଞ୍ଚଳରେ ଗଢି ଉଠିଥିବା 2ଟି କାରଖାନାର ନାମ ଲେଖ। ଆଉ ଥରେ କହି ରଖୁଛି, ତୁମ ଅଞ୍ଚଳରେ ଗଢି ଉଠୁଥିବା 2ଟି କାରଖାନାର ନାମ ଲେଖ। ଗୃହ କାର୍ଯ୍ୟଟି ବୁଝିପାରିଲ? ତୁମ ପାଖ ଆଖ ଅଞ୍ଚଳରେ ଯଦି କୌଣସି କଳକାରଖାନା ରହିଛି, ସେଇ କଳକାରଖାନା 2ଟିର ନାମ ତୁମ ଘରେ ତୁମ ପିତାମାତାଙ୍କୁ, ତୁମ ଘର ପାଖରେ ଥିବା ଆଉ କାହାକୁ ପଚାରି ଲେଖିକି କାଲିକି ଆଣିଥିବ। ମୁଁ ତୁମ ଖାତା ଦେଖିବି। ଠିକ ଅଛି? ଆଚ୍ଛା ପିଲାମାନେ, ତୁମକୁ ଆଜି ମୁଁ ଯେଉଁ ଗୃହ କାର୍ଯ୍ୟଟି ଦେଲି, ତୁମେମାନେ ସମସ୍ତେ ନିଜ ଖାତାରେ ଲେଖିଲ ତ? ଠିକ ଅଛି। କାଲିକୁ ତୁମେମାନେ ଏଇ ଗୃହ କାର୍ଯ୍ୟଟି ନିଜ ଖାତାରେ କରିକି ଆଣିଥିବ। ତେବେ କହିଲ ଦେଖି, ଆଜି ଆମେ ଏଇ କବିତାଟିରୁ କଣ ଶିଖିଲେ? ହଁ, ଆମେ ଶିକ୍ଷା କ୍ଷେତ୍ରରେ ଆଗେଇବା ସହିତ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଆଗେଇବାକୁ ପଡ଼ିବ। ନୂଆ ନୂଆ କଳକାରଖାନା ସବୁ ଗଢ଼ି ଆମ ଦେଶକୁ ଉନ୍ନତି ପଥରେ ଆଗକୁ ନେବାକୁ ପଡ଼ିବ। ଆମ ମଧ୍ୟରେ ଯେତେ ସବୁ ଭେଦଭାବ ରହିଛି, ସେସବୁକୁ ଭୁଲି ଆମେ ସବୁ ଏକ ହୋଇ ଆମ ଦେଶକୁ ଉନ୍ନତି ପଥରେ ଆଗକୁ ନେବାକୁ ପଡ଼ିବ। ବୁଝିଲ ତ? ଠିକ ଅଛି। ତୁମେମାନେ ସବୁ କାଲିକୁ ଏଇ ଗୃହ କାର୍ଯ୍ୟଟିକୁ କରିକି ଆଣିଥିବ, ମୁଁ ଦେଖିବି। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।